হরিশয়ন একাদশীରେ ଭଗବାନ ଶ୍ରୀ ବିଷ୍ଣୁ କାହିଁକି ଯୋଗ ନିଦ୍ରାକୁ ଯାଆନ୍ତି? ଏଇ ଦିନର ଗୋଟିଏ ଛୋଟିଆ ଭୁଲ ମଧ୍ୟ ଆପଣଙ୍କ ବ୍ରତର ଫଳକୁ କମେଇ ଦେଇପାରେ। ତେବେ ଆସନ୍ତୁ ଜାଣିବା ଶୟନ ଏକାଦଶୀର ସମ୍ପୂର୍ଣ୍ଣ ମହିମା, ବ୍ରତ କଥା, ପୂଜାବିଧି ଓ ପାରଣ ସୁନାବେଶ ସମ୍ପର୍କରେ ଆଗକୁ ଆଲୋଚନା କରିବା। ଏହି ବର୍ଷ ଶୟନ ଏକାଦଶୀ ବା ଦେବଶୟନୀ ଏକାଦଶୀ 25 ଜୁଲାଇ 2024 ଶନିବାର ଦିନ ପାଳନ କରାଯିବ। ବ୍ରତର ପାରଣ 24 ଜୁଲାଇ 2024 ରବିବାର ସକାଳ 5 ଘଣ୍ଟା 39 ମିନିଟ ଠାରୁ ସକାଳ 10 ଘଣ୍ଟା 11 ମିନିଟ ମଧ୍ୟରେ କରିବା ଶୁଭ। ଶ୍ରୀ ଜଗନ୍ନାଥ ଗାୟତ୍ରୀ। ଓಂ ଶ୍ରୀ ଜଗନ୍ନାଥାୟ ବିଦ୍ମହେ ପୁରୁଷୋତ୍ତମାୟ ଧୀମହି ତନ୍ନୋ ବ୍ରହ୍ମ ପ୍ରଚୋଦୟାତ୍। ଓಂ ଶ୍ରୀ ବଳଭଦ୍ରାୟ ବିଦ୍ମହେ କାମପାଳାୟ ଧୀମହି तन्नो हरि प्रचोदयात्। बलभद्र गायत्री मंत्र। ओम श्री नारायणाय विद्महे भुवनेश्वर्य धीमहि तन्नो देवी प्रचोदयात्। सुभद्रा महादेवी गायत्री मंत्र। ओम सुदर्शनाय विद्महे हेतिराजाय धीमहि तन्नो चक्र प्रचोदयात्। सुदर्शन महाप्रभु गायत्री मंत्र। ओम गरुड़ाय विद्महे विष्णुवाहनाय धीमहि तन्नो साक्ष प्रचोदयात्। ଏହି ପବିତ୍ର ମନ୍ତ୍ରକୁ ଭକ୍ତି ଭାବରେ ପାଠ କଲେ, ଶ୍ରବଣ କଲେ ଭଗବାନ ଶ୍ରୀ ବିଷ୍ଣୁ ବା ତିନି ଠାକୁରଙ୍କର ଅସୀମ କୃପା ଲାଭ। ଶୟନ ଏକାଦଶୀ କଣ? ଶୟନ ଏକାଦଶୀ ଯାହାକୁ ଦେବଶୟନୀ ଏକାଦଶୀ କୁହାଯାଏ, ପବିତ୍ର ଏକାଦଶୀ ମାନଙ୍କ ମଧ୍ୟରୁ ଏହା ଅନ୍ୟତମ। ଆଷାଢ ମାସର ଶୁକ୍ଳ ପକ୍ଷରେ ପାଳିତ ଏହି ପବିତ୍ର ତିଥି ଚାତୁର୍ମାସ୍ୟର ଆରମ୍ଭକୁ ସୂଚିତ କରିଥାଏ। ଏହି ଦିନ ଭଗବାନ ଶ୍ରୀ ବିଷ୍ଣୁ ଦିବ୍ୟ ଯୋଗ ନିଦ୍ରାରେ ପ୍ରବେଶ କରନ୍ତି ବୋଲି ବିଶ୍ୱାସ କରାଯାଏ। ଭବିଷ୍ୟତର ପୁରାଣ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ମହାରାଜ ଯୁଧିଷ୍ଠିରଙ୍କୁ ଏହି ଏକାଦଶୀର ଅପାର ମହିମା ବର୍ଣ୍ଣନା କରି କହିଥିଲେ ଯେ ଏହି ବ୍ରତ ମନକୁ ପବିତ୍ର କରେ, ଭକ୍ତିକୁ ଦୃଢ କରେ, ନିଷ୍ଠାବାନ କରେ, ଭକ୍ତମାନଙ୍କୁ ଶ୍ରୀ ପରମେଶ୍ୱରଙ୍କ ସେବାରେ ଅଧିକ ନିଷ୍ଠାବାନ ହେବାକୁ ପ୍ରେରଣା ଦେଇଥାଏ। ଭଗବାନ ଶ୍ରୀକୃଷ୍ଣଙ୍କର ଭକ୍ତମାନଙ୍କ ପାଇଁ ଶୟନ ଏକାଦଶୀ କେବଳ ଏକ ଉପବାସର ଦିନ ନୁହେଁ, ବରଂ ଏହା ଆଧ୍ୟାତ୍ମିକ ଜାଗରଣ, ଭକ୍ତିର ନବୀକରଣ ଏବଂ ଚାତୁର୍ମାସ୍ୟକୁ ଦୃଢ ସଂକଳ୍ପ ଓ ଶ୍ରଦ୍ଧାର ସହ ଆରମ୍ଭ କରିବା ଏକ ପବିତ୍ର ସୁଯୋଗ ଅଟେ। ଶୟନ ଏକାଦଶୀ କାହିଁକି ଏତେ ମହତ୍ୱପୂର୍ଣ୍ଣ ଆସନ୍ତୁ ଜାଣିବା। ପ୍ରତ୍ୟେକ ଏକାଦଶୀ ଭଗବାନ ଶ୍ରୀହରିଙ୍କ ଅତ୍ୟନ୍ତ ପ୍ରିୟ ଅଟେ, କିନ୍ତୁ ଶୟନ ଏକାଦଶୀର ବିଶେଷ ମହତ୍ୱ ରହିଛି କାରଣ ଏହି ଦିନଠାରୁ ଚାତୁର୍ମାସ୍ୟ ଆରମ୍ଭ ହୁଏ। ସବୁଠାରୁ ପବିତ୍ର ଆଧ୍ୟାତ୍ମିକ ସମୟ ମଧ୍ୟରୁ ଅନ୍ୟତମ ଅଟେ। ଶୟନର ଶବ୍ଦର ଅର୍ଥ ହେଉଛି ଶୟନ କରିବା ବା ବିଶ୍ରାମ କରିବା। ଏହି ପବିତ୍ର ଦିନରେ ଭଗବାନ ଶ୍ରୀ ବିଷ୍ଣୁ କ୍ଷୀରସାଗରରେ ଅନନ୍ତ ଶେଷ ନାଗଙ୍କ ଉପରେ ଯୋଗ ନିଦ୍ରାରେ ବିରାଜମାନ ହୁଅନ୍ତି ବୋଲି ବର୍ଣ୍ଣନା ମିଳେ। ଯଦିଓ ଭଗବାନ ସଦା ଦିବ୍ୟ ଓ ଭୌତିକ ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତ, ତଥାପି ଏହି ଲୀଳା ଭକ୍ତମାନଙ୍କ ପାଇଁ 4 ମାସ ଧରି ଅଧିକ ଭକ୍ତି, ସାଧନା, ସେବା କରିବା ସଂକେତ ଦେଇଥାଏ। ଏହି ସମୟରେ ଭକ୍ତମାନେ ବିଶେଷ ବ୍ରତ ଗ୍ରହଣ କରନ୍ତି, ସରଳ ଜୀବନ ଯାପନ କରନ୍ତି, ଅଧିକ ହରିନାମ ଜପ ତପ ସଂକୀର୍ତ୍ତନ କରନ୍ତି, ଶାସ୍ତ୍ର ବେଦ ପୁରାଣ ଅଧ୍ୟୟନ କରନ୍ତି ଏବଂ ଭଗବାନଙ୍କ ସେବାରେ ଅଧିକ ସମୟ ବ୍ୟତୀତ କରନ୍ତି। ସେହିପରି ଶୟନ ଏକାଦଶୀ ଏହି ପବିତ୍ର 4 ମାସିଆ ସାଧନାର ପ୍ରବେଶ ଦ୍ୱାର ଭାବରେ ପରିଚିତ ଅଟେ, ଯାହା ଭକ୍ତମାନଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ନିଜ ଭକ୍ତିକୁ ଆହୁରି ଦୃଢ କରିବାକୁ ପ୍ରେରଣା ଯୋଗାଇଥାଏ। ଆସନ୍ତୁ ଜାଣିବା ରାଜା ମାନ୍ଧାତାଙ୍କ ବିଷୟରେ। ପ୍ରାଚୀନ କାଳରେ ସୂର୍ଯ୍ୟବଂଶରେ ରାଜା ମାନ୍ଧାତା ନାମକ ଜଣେ ଧାର୍ମିକ, ଦୟାଳୁ ଓ ନ୍ୟାୟପରାୟଣ ସମ୍ରାଟ ରାଜ୍ୟ ପାଳନ କରୁଥିଲେ। ସେ ଧର୍ମନୀତି ଅନୁସାରେ ଶାସନ କରୁଥିଲେ ଏବଂ ପ୍ରଜାଙ୍କ କଲ୍ୟାଣକୁ ସର୍ବଦା ପ୍ରାଧାନ୍ୟ ଦେଇ ତାଙ୍କ ଶାସନରେ ରାଜ୍ୟ ସମ୍ପୂର୍ଣ୍ଣ ସମୃଦ୍ଧ ଥିଲା, ପ୍ରଜାମାନେ ଅତ୍ୟନ୍ତ ସୁଖୀ ଥିଲେ, ଜମି ଉର୍ବର ଥିଲା, ଧର୍ମ ସଠିକ ପାଳନ ହେଉଥିଲା। କିନ୍ତୁ ଗୋଟିଏ ସମୟରେ ଅଜ୍ଞାତ କର୍ମଫଳର ପ୍ରଭାବରେ ଭୟଙ୍କର ବିପର୍ଯ୍ୟୟ ଆସିଲା। ଲଗାତାର 3 ବର୍ଷ ପର୍ଯ୍ୟନ୍ତ ବର୍ଷା ହେଲା ନାହିଁ, ନଦୀ ଗୁଡିକ ଶୁଖିଗଲା, ଗଛପତ୍ର ସବୁ ଶୁଖି ମରିଗଲା, ଚାଷ ଜମି ସବୁ ଦୁର୍ଭିକ୍ଷ ହୋଇଗଲା, ଖାଦ୍ୟର ଅଭାବ ଦେଖାଦେଲା, ପ୍ରଜାମାନେ ଦୁର୍ଭିକ୍ଷରେ ପଡିଲେ। ପ୍ରଜାଙ୍କର ଏହି ଦୁଃଖ ଦେଖି ସମ୍ରାଟ ମାନ୍ଧାତା ଗଭୀର ଭାବେ ବ୍ୟଥିତ ହେଲେ। ସେ କାହାକୁ ଦୋଷ ନ ଦେଇ ନିଜକୁ ରାଜା ଭାବେ ଦାୟୀ ମନେ କରି ପ୍ରଜାଙ୍କ କଲ୍ୟାଣ ପାଇଁ ଆଧ୍ୟାତ୍ମିକ ସମାଧାନ ଖୋଜିବାକୁ ବନସ୍ଥ ପ୍ରସ୍ଥାନ କଲେ। ସେଠାରେ ତାଙ୍କର ସାକ୍ଷାତ ମହର୍ଷି ଅଙ୍ଗିରାଙ୍କ ସହିତ ହେଲା। ଋଷି ରାଜାଙ୍କ ଠାରୁ ସମସ୍ତ କଥା ଶୁଣି କହିଲେ ଯେ ଯଦିଓ ରାଜା ଧାର୍ମିକ, ତଥାପି ତାଙ୍କ ରାଜ୍ୟ ପୂର୍ବ କର୍ମର ଫଳ ଭୋଗ କରୁଛି। ତାପରେ ଅଙ୍ଗିରା ଋଷି ଗୋଟିଏ ପବିତ୍ର ଉପାୟ ସମ୍ରାଟ
ମାନ୍ଧାତାଙ୍କୁ କହିଲେ। ସେ ରାଜା ଓ ସମସ୍ତ ପ୍ରଜା ମାନଙ୍କୁ ଆଷାଢ ମାସର ଶୁକ୍ଳ ପକ୍ଷର ଶୟନ ଏକାଦଶୀ ବ୍ରତକୁ ଶ୍ରଦ୍ଧା ଓ ଭକ୍ତି ସହିତ ପାଳନ କରିବାକୁ ପରାମର୍ଶ ଦେଲେ। ରାଜା ମାନ୍ଧାତା ଋଷି ଏହି ଆଦେଶକୁ ସମ୍ପୂର୍ଣ୍ଣ ଶ୍ରଦ୍ଧା ନିଷ୍ଠାର ସହିତ ଗ୍ରହଣ କରି ରାଜ୍ୟକୁ ଫେରି ଆସିଲେ ଏବଂ ସମସ୍ତ ପ୍ରଜା ମାନଙ୍କୁ ଶୟନ ଏକାଦଶୀକୁ ଭକ୍ତି ଶ୍ରଦ୍ଧା ନିଷ୍ଠା ସହିତ ପାଳନ କରିବାକୁ ପ୍ରେରଣା ଦେଲେ। ରାଜ୍ୟବାସୀ ସମସ୍ତେ ଉପବାସ କଲେ, ହରି ନାମ ସଂକୀର୍ତ୍ତନ ହେଲା, ଭଗବାନ ଶ୍ରୀହରିଙ୍କ ହୃଦୟକୁ ପ୍ରାର୍ଥନା କଲେ। ସାରା ଦିନ ଶ୍ରୀହରିଙ୍କ ସ୍ମରଣରେ ସମସ୍ତେ ଲୀନ ରହିଲେ। ଭଗବାନ ଶ୍ରୀହରିଙ୍କ କୃପାରୁ ଆକାଶରେ ହଠାତ୍ କଳା ମେଘ ଘନେଇ ଆସିଲା। ପ୍ରବଳ ବର୍ଷା ହେଲା। ନଦୀ ଗୁଡିକ ପୁଣି ଜଳରେ ପରିପୂର୍ଣ୍ଣ ହେଲା। ଚାଷ ଜମି ସବୁଜରେ ଭରିଗଲା। ପୁଣି ଥରେ ଅନ୍ନ ଶସ୍ୟ ଉତ୍ପାଦନ ହେଲା ଏବଂ ସମଗ୍ର ରାଜ୍ୟରେ ସୁଖ ଶାନ୍ତି ସମୃଦ୍ଧି ଫେରି ଆସିଲା। ଏହିପରି ଶୟନ ଏକାଦଶୀର ସଦାପୂର୍ବ ପାଳନ ଦ୍ୱାରା ଭଗବାନ ଶ୍ରୀହରିଙ୍କର ଅସୀମ କୃପାରେ ଅସମ୍ଭବକୁ ମଧ୍ୟ ସମ୍ଭବ ହୋଇପାରିଥିଲା। ଶୟନ ଏକାଦଶୀ କିପରି ପାଳନ କରିବା ଆସନ୍ତୁ ଆମେ ଜାଣିବା। ଏହି ପବିତ୍ର ଦିନଟିକୁ ଭଗବାନଙ୍କ ଶ୍ରୀହରିଙ୍କ ପ୍ରତି ଭକ୍ତି ଓ ସେବା ବୃଦ୍ଧି କରିବା ଉତ୍ସର୍ଗ କରନ୍ତୁ। ଉପବାସ ପାଳନ କରନ୍ତୁ। ସ୍ୱାସ୍ଥ୍ୟ ଅନୁକୂଳ ଥିଲେ ନିର୍ଜଳା ଉପବାସ କିମ୍ବା କେବଳ ପାଣି ସରବତ ପିଇ ଉପବାସ କରିପାରିବେ। ଯେଉଁମାନେ ସମ୍ପୂର୍ଣ୍ଣ ଉପବାସ କରିପାରୁନାହାନ୍ତି ସେମାନେ ଫଳ, କ୍ଷୀର, ବାଦାମ, ଆଳୁ ପରି କନ୍ଦମୂଳ ଏବଂ ଅନ୍ନବିହୀନ ଏକାଦଶୀ ଭୋଗ ଗ୍ରହଣ କରି ବ୍ରତକୁ ପାଳନ କରିପାରିବେ। ଭଜନ, କୀର୍ତ୍ତନ ଏବଂ ଧ୍ୟାନରେ ସଦାସର୍ବଦା ଲୀନ ରୁହନ୍ତୁ। ଭଗବାନ ଶ୍ରୀ ବିଷ୍ଣୁ, ନାରାୟଣ କିମ୍ବା ବିଠଲଙ୍କ ପୂଜା କରନ୍ତୁ। ଏକାଦଶୀ ବ୍ରତ କଥା ପଢନ୍ତୁ ଏବଂ ଶ୍ରବଣ କରନ୍ତୁ। ଦାନ ଓ ପରୋପକାର କରନ୍ତୁ। ନିଜ ସାମର୍ଥ୍ୟ ଅନୁଯାୟୀ ଭକ୍ତି ଭାବରେ ଉପବାସ ପାଳନ କରନ୍ତୁ। କିଛି ସମୟ ନୀରବ ରହି ଆତ୍ମଚିନ୍ତନ ଏବଂ ଭଗବାନ ଶ୍ରୀହରିଙ୍କ ସ୍ମରଣରେ ସମୟକୁ ବ୍ୟତୀତ କରନ୍ତୁ। ଆସନ୍ତୁ ଜାଣିବା ଆମେ ଏହି ଦିନ କୋଉ କୋଉ ଜିନିଷ ଭଗବାନ ଶ୍ରୀହରି ବିଷ୍ଣୁଙ୍କୁ ସମର୍ପଣ କରିବା। ପ୍ରଥମେ ତୁଳସୀ ପତ୍ର, ହଳଦିଆ ଫୁଲ, ଫଳ ଏବଂ ସାତ୍ବିକ ମିଷ୍ଟାନ୍ନ ଭୋଗ ଇତ୍ୟାଦି। ଏଥିସହିତ କ୍ରୋଧ, ନକାରାତ୍ମକ ଚିନ୍ତାଧାରା, ତାମସିକ ଖାଦ୍ୟ, କଠୋର କିମ୍ବା କଟୁବାକ୍ୟରୁ ଦୂରରେ ରୁହ। ଏହି ଏକାଦଶୀ କି ଜୀବନ ବାଧାବିଘ୍ନକୁ ଦୂର କରିଥାଏ କି? ହଁ, ଶାସ୍ତ୍ର ଅନୁସାରେ ଏହି ପବିତ୍ର ଶୟନ ଏକାଦଶୀର ବ୍ରତ କଥା ଶ୍ରବଣ କରିବା ଏବଂ ଭକ୍ତି ଭାବରେ ମନ୍ତ୍ର ଜପ କରିବା ଦ୍ୱାରା ମଣିଷର ସମସ୍ତ ପାପ କ୍ଷୟ ହୁଏ। ଆଧ୍ୟାତ୍ମିକ ଜୀବନରେ ଆସୁଥିବା ସମସ୍ତ ବାଧାବିଘ୍ନ ଦୂର ହୁଏ। ସର୍ବ ମନସ୍କାମନା ପରିପୂର୍ଣ୍ଣ ହୁଏ। ଏହି ଏକାଦଶୀ ସମସ୍ତ ନକାରାତ୍ମକ ପ୍ରଭାବକୁ ସମ୍ପୂର୍ଣ୍ଣ ଦୂର କରି ଭକ୍ତଙ୍କ ଜୀବନରେ ସଫଳତା, ଆଧ୍ୟାତ୍ମିକ ଉନ୍ନତିର ପଥକୁ ଅତ୍ୟନ୍ତ ସୁଗମ କରିଥାଏ। ଭଗବାନ ଶ୍ରୀହରିଙ୍କ ଅସୀମ କୃପାରେ ଭକ୍ତଙ୍କ ପଥରେ ଥିବା ସମସ୍ତ ବାଧାବିଘ୍ନ ଦୂର ହୋଇ ତାଙ୍କୁ ଆଧ୍ୟାତ୍ମିକ ସିଦ୍ଧି ଓ ଶ୍ରୀ ଈଶ୍ୱରଙ୍କ କୃପା ପ୍ରାପ୍ତିର ଯୋଗ୍ୟ କରିଥାଏ। ଆସନ୍ତୁ ଜାଣିବା ଏହି ଦିନ ଶ୍ରୀଜୀଉ ଅର୍ଥାତ୍ ତିନି ଠାକୁରଙ୍କର ସୁନାବେଶ କଣ ପାଇଁ ହୁଏ। ସୁନାବେଶ, ଯାହାକୁ ରାଜାବେଶ ବା ରାଜରାଜେଶ୍ୱର ବେଶ ବୋଲି କୁହାଯାଏ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରାର ସବୁଠାରୁ ଦିବ୍ୟ ଓ ଆକର୍ଷଣୀୟ ବେଶ ମାନଙ୍କୁ ଏହା ଅନ୍ୟତମ ଅଟେ। ବାହୁଡା ଯାତ୍ରା ପରେ ଆଷାଢ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ଦେବୀ ସୁଭଦ୍ରା ମହାଦେବୀ ଏବଂ ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କୁ ରଥ ଉପରେ ସୁନାର ଅଳଙ୍କାର ଓ ବିଭିନ୍ନ ରତ୍ନରେ ସୁସଜ୍ଜିତ କରାଯାଇଥାଏ। ସୁନାର ମୁକୁଟ, ହାତ, ପାଦ, ବସ୍ତ୍ର ବିଭିନ୍ନ ଅଳଙ୍କାରରେ ସଜ୍ଜି ହୋଇଥିବା ମହାପ୍ରଭୁଙ୍କ ଏହି ଦିବ୍ୟ ରୂପ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ପୁରୀରେ ସମାଗମ ହୋଇଥାଏ। ଶ୍ରୀ ଜଗନ୍ନାଥଙ୍କ 32 ଗୋଟି ବେଶ ମଧ୍ୟରୁ ସୁନାବେଶ ସବୁଠାରୁ ଅତ୍ୟନ୍ତ ପ୍ରସିଦ୍ଧ ଅଟେ। ଏହା ରଥ ଉପରେ ହେଉଥିବାରୁ ଏହାକୁ ବଡ ତଡାଉ ବେଶ ମଧ୍ୟ କୁହାଯାଇଥାଏ। ସୁନାବେଶ ସମୟରେ ଭଗବାନ ଶ୍ରୀ ଜଗନ୍ନାଥଙ୍କ ଦକ୍ଷିଣ ହାତରେ ସୁବର୍ଣ୍ଣ ଚକ୍ର ଏବଂ ବାମ ହାତରେ ରୂପାର ଶଙ୍ଖ ଶୋଭା ପାଇଥାଏ। ଶ୍ରୀ ବଳଭଦ୍ରଙ୍କ ବାମ ହାତରେ ସୁନାର ହଳ, ଦକ୍ଷିଣ ହାତରେ ସୁନାର ଗଦା ଧାରଣ କରିଥାନ୍ତି। ସୁନାବେଶର ଇତିହାସ ସମ୍ପର୍କରେ
ଆସନ୍ତୁ ଦର୍ଶକ ମାନେ ଆମେ କିଛି ଜାଣିବା। ଖ୍ରୀଷ୍ଟାବ୍ଦ 1460 ଗଜପତି କପିଳେନ୍ଦ୍ର ମହାରାଜ ଏହି ପରମ୍ପରାକୁ ଆରମ୍ଭ କରିଥିଲେ। ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟକୁ ସେ ଜୟ କରି ବହୁ ପରିମାଣର ସୁରା, ସୁନା, ହୀରା ଓ ଅନ୍ୟାନ୍ୟ ଧନରତ୍ନ ସହ ସେ ପୁରୀକୁ ଫେରିଥିଲେ। ଏହି ସମସ୍ତ ସମ୍ପଦକୁ ସେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ସମର୍ପଣ କରି ମନ୍ଦିର ସେବକ ମାନଙ୍କୁ ସୁନା ଓ ହୀରା ଅଳଙ୍କାର ପ୍ରସ୍ତୁତ କରି ରଥଯାତ୍ରା ସମୟରେ ଶ୍ରୀ ମହାପ୍ରଭୁଙ୍କୁ ସୁସଜ୍ଜିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ବାହୁଡା ଯାତ୍ରା ପରେ ସୁନାବେଶ ପାଳନ ହୁଏ। ସୁନା ଅଳଙ୍କାର ଗୁଡିକୁ କୋଉଠି ରଖାଯାଏ? ମହାପ୍ରଭୁଙ୍କ ସମସ୍ତ ସୁନା ଅଳଙ୍କାର ଶ୍ରୀମନ୍ଦିରର ଭିତର ଭଣ୍ଡାର ଗୃହରେ ସୁସୁରକ୍ଷିତ ଭାବେ ରଖାଯାଇଥାଏ। ସୁନାବେଶର ପ୍ରାୟ କିଛି ସମୟ ପୂର୍ବରୁ ଭଣ୍ଡାର ମେକାପ, ସେବକ, ମନ୍ଦିର ଅଧିକାରୀ ଏବଂ ସଶସ୍ତ୍ର ପୁଲିସଙ୍କ ସୁରକ୍ଷାରେ ସେ ଅଳଙ୍କାର ଗୁଡିକୁ ରଥ ନିକଟକୁ ଅଣାଯାଇଥାଏ। ପରେ ଦଇତାପତି ଏବଂ ପୁଷ୍ପାଳକ ସେବକ ମାନେ ଶ୍ରୀ ମହାପ୍ରଭୁଙ୍କୁ ସୁନା ଅଳଙ୍କାରରେ ସାଜସଜ୍ଜା କରିଥାନ୍ତି। ସୁନାବେଶରେ ବ୍ୟବହୃତ ପ୍ରମୁଖ ଅଳଙ୍କାର ଗୁଡିକ ବିଷୟରେ ଆସନ୍ତୁ ଆମେ ଜାଣିବା। ସୁନା ହସ୍ତ ବା ସୁବର୍ଣ୍ଣ ହାତ, ସୁନା ପାଦ, ସୁନା ମୁକୁଟ, ସୁନା ମୟୂର ଚନ୍ଦ୍ରିକା, ସୁନା ଚୂଳାପଟି, ସୁନା କୁଣ୍ଡଳ, ସୁନା ରାହୁରେଖା, ସୁନା ମାଳା, ସୁନା ପଦ୍ମମାଳା, ସେବତୀ ମାଳା, ଅଗସ୍ତି ମାଳା, କଦମ୍ବ ମାଳା, କଣ୍ଠମାଳା, ମୟୂର ମାଳା, ଚମ୍ପା ମାଳା, ସୁନା ଚକ୍ର, ସୁନା ଗଦା, ସୁନା ପଦ୍ମ, ରୂପା ଶଙ୍ଖ। ସୁନାବେଶ ଦର୍ଶନର ମହତ୍ଵ କଣ? ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ ସୁନାବେଶରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ମହାଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ବଳଭଦ୍ରଙ୍କୁ ଦର୍ଶନ କଲେ ମଣିଷ ପୂର୍ବ ଜନ୍ମ ଏବଂ ଏହି ଜନ୍ମ ଅନେକ ପାପ କର୍ମ କ୍ଷୟ ହୁଏ। ଭଗବାନଙ୍କର ଅସୀମ ଦିବ୍ୟ କୃପା ଲାଭ ହୁଏ। ସେଥିପାଇଁ ପବିତ୍ର ଦିନରେ ସିଂହଦ୍ୱାର ସମ୍ମୁଖରେ ଅଗଣିତ ଭକ୍ତଙ୍କ ସମାଗମ ହୋଇଥାଏ, ଯେଉଁମାନେ ମହାପ୍ରଭୁଙ୍କର ଏହି ଅଲୌକିକ ସୁବର୍ଣ୍ଣ ରୂପକୁ ଦର୍ଶନ କରି ନିଜ ଜନ୍ମକୁ ଧନ୍ୟ ମନେ କରନ୍ତି ଏବଂ ସାର୍ଥକ ହୋଇଥାଏ। ଏହିଭଳି ଧାର୍ମିକ ଓ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପର୍କିତ ଅଧିକ ତଥ୍ୟ ପାଇବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଭିଡିଓଟିକୁ ଲାଇକ୍ କରନ୍ତୁ, ନିଜ ପରିବାର ଓ ବନ୍ଧୁମାନଙ୍କ ସହ ସେୟାର କରନ୍ତୁ। ଜୟ ଜଗନ୍ନାଥ।